ଏପିସୋଡ଼ 165 ସାମ ସଙ୍ଗୀତ ଅଧ୍ୟାୟ 69। ହେ ଈଶ୍ୱର, ମୋତେ ରକ୍ଷା କର, କାରଣ ହୋଇଛି ଜଳରାଶି ଗଳା ମୋର ପର୍ଯ୍ୟନ୍ତ ଉତ୍ଥିତ। ରଖି ନ ପାରେ ଯେଉଁଠି ପାଦ, ତଦ୍ରୂପ ଗଭୀର ପଙ୍କ ମଧ୍ୟରେ ହୋଇଛି ମୁଁ ନିମଗ୍ନ। କରିଅଛି ମୁଁ ଗଭୀର ଜଳ ମଧ୍ୟକୁ ଆଗମନ, ହୁଏ ମୋ ଉପରେ ପ୍ରଳୟ ଜଳ ଉଚ୍ଛ୍ୱସିତ। ରୋଦନ ଯୋଗୁଁ ମୁଁ କ୍ଳାନ୍ତ, କଣ୍ଠ ମୋର ଅଟେ ଶୁଷ୍କ। ମୋର ଈଶ୍ୱରଙ୍କ ପାଇଁ କରି ଅପେକ୍ଷା ହେଲା ଚକ୍ଷୁ ମୋର ନିସ୍ତେଜ। କରନ୍ତି ଯେଉଁମାନେ ଅକାରଣେ ମୋ ପ୍ରତି ବିଦ୍ୱେଷ, ମୋ ମସ୍ତକର କେଶ ଅପେକ୍ଷା ଅଟନ୍ତି ସେମାନେ ଅନେକ। ମୋର ବିନାଶ ପାଇଁ ଯେଉଁମାନେ ଉଦ୍ୟତ କରନ୍ତି, ଯେଉଁମାନେ ମିଥ୍ୟା ରଟନାପୂର୍ବକ ମୋତେ ଆକ୍ରମଣ ଅଟନ୍ତି, ସେମାନେ ଶକ୍ତି ସମ୍ପନ୍ନ। କରି ନାହିଁ ମୁଁ ଯାହା ଅପହରଣ, କ'ଣ ଆବଶ୍ୟକ ତାହାର ପ୍ରତ୍ୟାର୍ପଣ? ହେ ଈଶ୍ୱର, ମୂଢ଼ତା ମୋର ତୁମକୁ ଅବଗତ ନୁହେଁ, ଦୋଷ ସକଳ ମୋର ତୁମଠାରୁ ଲୁକାୟିତ। ହେ ସୈନ୍ୟାଧୀଶ ପ୍ରଭୁ, କରନ୍ତି ଯେଉଁମାନେ ତୁମଠାରେ ଆସ୍ଥା ସ୍ଥାପନ, ନ ହୁଅନ୍ତୁ ସେମାନେ ମୋ ଯୋଗୁଁ ଲଜ୍ଜିତ। ହେ ଇସ୍ରାଏଲର ଈଶ୍ୱର, କରନ୍ତି ଯେଉଁମାନେ ତୁମର ସନ୍ଧାନ, ନ ପାଆନ୍ତୁ ସେମାନେ ମୋ ଯୋଗୁଁ ଅପମାନ। ହୋଇଛି ମୁଁ ତୁମ ସକାଶେ ଅପମାନିତ, ତୁମ ନିମନ୍ତେ ମୁଖ ମୋର ଅପମାନରେ ଆବୃତ। ମୋର ଭ୍ରାତାମାନଙ୍କ ପ୍ରତି ମୁଁ ଜଣେ ଅପରିଚିତ, ମୋର ମାତାଙ୍କ ପୁତ୍ରମାନଙ୍କ ପ୍ରତି ମୁଁ ଜଣେ ଅଜ୍ଞାତ। କଲା ମୋତେ ତୁମ ଆଳୟ ସମ୍ବନ୍ଧୀୟ ଉତ୍ସୁକତା ଗ୍ରାସ, ହୋଇଅଛି ମୋ ଉପରେ ପତିତ ନିନ୍ଦା ତୁମକୁ ନିନ୍ଦା କରୁଥିବା ଲୋକମାନଙ୍କର। କଲି ମୁଁ ଯେବେ ଉପବାସ ଜରିଆରେ ନିଜକୁ ବିନୀତ, ହେଲି ମୁଁ ତେବେ ଅପମାନର ପାତ୍ର। ହେଲି ମୁଁ ଚଟବସ୍ତ୍ର ପରିହିତ, ହେଲା ତାହା ସେମାନଙ୍କ ପ୍ରତି ଏକ ପ୍ରବାଦ। ନଗରୀ ଦ୍ୱାରେ ଯେଉଁମାନେ ଆସୀନ, ହେଲି ମୁଁ ସେମାନଙ୍କ କଥାର ବିଷୟ। କରନ୍ତି ମଦ୍ୟପୀମାନେ ମୋ ସମ୍ବନ୍ଧେ ଗୀତ ଗାନ। କିନ୍ତୁ ହେ ପ୍ରଭୁ, କରେ ମୁଁ ତବ ସନ୍ନିଧାନେ ପ୍ରାର୍ଥନା। ହେ ଈଶ୍ୱର, ତୁମ ନିରନ୍ତର ସ୍ନେହର ପ୍ରଚୁରତାରେ ଦିଅ ମୋତେ ଗ୍ରାହ୍ୟ ସମୟେ ଉତ୍ତର। ସାହାଯ୍ୟ କରିବା ପାଇଁ ତୁମେ ବିଶ୍ୱସ୍ତ, ପଙ୍କରେ ନିମଗ୍ନ ହେବାରୁ କର ମୋତେ ମୁକ୍ତ। ଶତ୍ରୁମାନଙ୍କ ହସ୍ତ ତଥା ଗଭୀର ଜଳରାଶିରୁ କର ମୋତେ ମୁକ୍ତ। ନ ହେଉ ପ୍ରଳୟ ଜଳ ମୋ ଉପରେ ଉଚ୍ଛ୍ୱସିତ, ନ କରୁ ଗ୍ରାସ ମୋତେ ଅଗାଧ, ନ କରୁ ଗର୍ତ୍ତ ତାହା ମୁଖକୁ ମୋ ଉପରେ ରୁଦ୍ଧ। ହେ ପ୍ରଭୁ, ଦିଅ ମୋତେ ଉତ୍ତର, କାରଣ ନିରନ୍ତର ସ୍ନେହ ତୁମର ମଙ୍ଗଳମୟ। କର ମୋ ପ୍ରତି ତୁମ କରୁଣା ବହୁଳତା ଅନୁସାରେ ଦୃଷ୍ଟିପାତ। କର ନାହିଁ ତୁମ ଦାସଠାରୁ ତୁମ ମୁଖ ଲୁକାୟିତ, କାରଣ ମୁଁ ସଙ୍କଟାପନ୍ନ। ହୁଅ ସତ୍ୱର ମୋତେ ଦେବା ପାଇଁ ଉତ୍ତର। ସନ୍ନିକଟ ହୋଇ କର ମୋତେ ଉଦ୍ଧାର, କର ମୋତେ ମୋ ଶତ୍ରୁମାନଙ୍କ ସକାଶୁ ଉଦ୍ଧାର। କଲି ମୁଁ ଯେଉଁ ଲଜ୍ଜା, ନିନ୍ଦା ଓ ଅପମାନ ଅନୁଭବ, ସେ ସମସ୍ତ ତୁମକୁ ଅବଗତ। ଶତ୍ରୁଗଣ ମୋର ମଧ୍ୟ ତୁମ ପ୍ରତି ପରିଚିତ। ହେଲା ନିନ୍ଦାରେ ହୃଦୟ ମୋର ଭଗ୍ନ, ହେଲି ମୁଁ ନିରାଶାରେ ପରିପୂର୍ଣ୍ଣ। କଲି ମୁଁ ସହାନୁଭୂତି ପ୍ରାପ୍ତି ସକାଶେ ସନ୍ଧାନ, କିନ୍ତୁ ପାଇଲି ନାହିଁ ମୁଁ କାହାର ସନ୍ଧାନ। କଲି ମୁଁ ସାନ୍ତ୍ୱନାକାରୀମାନଙ୍କ ଅନ୍ୱେଷଣ, କିନ୍ତୁ ପାଇଲି ନାହିଁ ମୁଁ କାହାର ସନ୍ଧାନ। କଲେ ସେମାନେ ପ୍ରଦାନ ମୋତେ ଭୋଜନ ସକାଶେ ବିଷ, ଦେଲେ ସେମାନେ ତୃଷା ମୋର ନିବାରଣ ପାଇଁ ମୋତେ ଅମ୍ଳ ରସ। ହେଉ ସେମାନଙ୍କ ଭକ୍ଷଣ ମେଜ ସେମାନଙ୍କ ପ୍ରତି ଫାଶରେ ପରିଣତ। ହେଉ ସେମାନଙ୍କ ନୈବେଦ୍ୟ ସ୍ୱର୍ଗ ସକଳ ଏକ
ଫାନ୍ଦ ସ୍ୱରୂପ। ହେଉ ଚକ୍ଷୁ ସେମାନଙ୍କର ଅନ୍ଧ ସଦୃଶ ତମସାବୃତ, ହେଉ ସେମାନଙ୍କ କଟି ଦେଶ ନିରନ୍ତର ପ୍ରକମ୍ପିତ। କରାଅ ତୁମର ରସକୁ ସେମାନଙ୍କ ଉପରେ ବର୍ଷିତ, କରୁ ପ୍ରବଳ କ୍ରୋଧାନ୍ୱିତ ତୁମର ସେମାନଙ୍କୁ ପ୍ରଜ୍ୱଳିତ। ହେଉ ଛାଉଣି ସେମାନଙ୍କ ଜନହୀନ, ନ କରୁ ବାସ ସେମାନଙ୍କ ଶିବିରେ କେହି ଜନ। କରିଅଛ ତୁମେ ଯାହାକୁ ଆଘାତ, କରନ୍ତି ସେମାନେ ତା ପ୍ରତି ଉପଦ୍ରବ। କରିଅଛ ତୁମେ ତାହାକୁ କ୍ଷତ ବିକ୍ଷତ, କରନ୍ତି ସେମାନେ ତାକୁ ଅତ୍ୟଧିକ ଉତ୍ପୀଡ଼ିତ। କର ସେମାନଙ୍କୁ ଶାସ୍ତି ଉପରେ ଶାସ୍ତି ପ୍ରଦାନ, ନ ହୁଅନ୍ତୁ ସେମାନେ ପ୍ରାପ୍ତ ତୁମଠାରୁ କୌଣସି ମୋଚନ। କର ସେମାନଙ୍କ ନାମକୁ ଜୀବିତମାନଙ୍କ ପୁସ୍ତକରୁ ବିଲୁପ୍ତ, ନ ହୁଅନ୍ତୁ ତାଲିକାଭୁକ୍ତ ସେମାନେ ନୀତିନିଷ୍ଠମାନଙ୍କ ସହିତ। କିନ୍ତୁ ହୋଇଛି ମୁଁ ଉତ୍ପୀଡ଼ିତ ତଥା ବେଦନାଗ୍ରସ୍ତ, ହେ ଈଶ୍ୱର କରୁ ମୋତେ ତୁମ ପରିତ୍ରାଣ ଉଚ୍ଚ ସ୍ଥାନେ ସ୍ଥାପିତ। କରିବି ମୁଁ ଗାନ ସହକାରେ ଈଶ୍ୱର ନାମର ସ୍ତବଗାନ, କରିବି ମୁଁ କୃତଜ୍ଞତାର୍ପଣ ସହ ତାହାଙ୍କର ମହିମା କୀର୍ତ୍ତନ। ସିଂହ ତଥା ଖୁରା ବିଶିଷ୍ଟ ବୃଷ କିମ୍ବା ବଳଦ ଅପେକ୍ଷା କରିବ ତାହା ପ୍ରଭୁଙ୍କୁ ଅତ୍ୟନ୍ତ ସନ୍ତୁଷ୍ଟ। ହୁଅନ୍ତୁ ଉତ୍ପୀଡ଼ିତ ମାନେ ତାହା ଦେଖି ଆନନ୍ଦିତ, ଈଶ୍ୱରଙ୍କ ହେ ସନ୍ଧାନକାରୀଗଣ, ହେଉ ହୃଦୟ ତୁମମାନଙ୍କର ଉତ୍ସାହିତ। କରନ୍ତି ପ୍ରଭୁ ଦରିଦ୍ରମାନଙ୍କ କଥା ଶ୍ରବଣ, କରନ୍ତି ନାହିଁ ସେ ଅବଜ୍ଞା ତାହାଙ୍କ ବନ୍ଦୀକୃତ ସ୍ୱଜନମାନଙ୍କର। କରନ୍ତି ଯେଉଁମାନେ ଆକାଶ ତଥା ପୃଥିବୀ ସମୁଦ୍ର ତଥା ତନ୍ମଧ୍ୟରେ ବିହାର, କରନ୍ତୁ ସେମାନେ ସମସ୍ତେ ସ୍ତୁତି ଗାନ ତାହାଙ୍କର। କାରଣ କରିବେ ଈଶ୍ୱର ପ୍ରଦାନ ସିୟନକୁ ପରିତ୍ରାଣ, କରିବେ ଯେ ଯୁଦାର ନଗର ସବୁକୁ ପୁନର୍ନିର୍ମାଣ। ବାସ କରି ସେଠାରେ କରିବେ ଅଧିକାର ସେସବୁ ତାହାଙ୍କ ଦାସଗଣ। କରିବେ ତାହାଙ୍କ ଦାସମାନଙ୍କ ସନ୍ତାନଗଣ ତାହା ଅଧିକାର, କରିବେ ତାହାଙ୍କ ନାମରେ ସ୍ନେହୀମାନେ ସେଠାରେ ବାସ। ଅଧ୍ୟାୟ 70 ବ୍ୟକ୍ତିଗତ ବିଳାପ ଗୀତି। କର ସଦୟ ମୋତେ ରକ୍ଷା ହେ ଈଶ୍ୱର, ହେ ପ୍ରଭୁ ମୋର ସାହାଯ୍ୟାର୍ଥେ ହୁଅ ସତ୍ୱର। କରନ୍ତି ଯେଉଁମାନେ ମୋ ଜୀବନର ବିନାଶ ପାଇଁ ସନ୍ଧାନ, କରନ୍ତି ଯେଉଁମାନେ ସନ୍ଧାନ, ହୁଅନ୍ତୁ ସେମାନେ ଲଜ୍ଜିତ ତଥା ବିଭ୍ରାନ୍ତ। ମୋତେ ଆଘାତ କରିବା ପାଇଁ ଯେଉଁମାନେ ଆଗ୍ରହାନ୍ୱିତ, ହୁଅନ୍ତୁ ଅପମାନିତ ହୋଇ ସେମାନେ ପଶ୍ଚାତପଦ। ଆଃ ଆଃ କରନ୍ତି ଏହିପରି କହି ଯେଉଁମାନେ ମୋତେ ପରିହାସ, ହୁଅନ୍ତୁ ସେମାନେ ଅପମାନରେ ସ୍ତମ୍ଭୀଭୂତ। ସନ୍ଧାନକାରୀଗଣ ତୁମର, ହୁଅନ୍ତୁ ତୁମଠାରେ ଆନନ୍ଦିତ ତଥା ଆହ୍ଲାଦିତ। ଅଟନ୍ତି ଈଶ୍ୱର ମହାନ, ତୁମ ପରିତ୍ରାଣର ସ୍ନେହୀମାନେ କରନ୍ତୁ ଏହିପରି ସର୍ବଦା କଥନ। କିନ୍ତୁ ମୁଁ ନିର୍ଧନ ତଥା ଦୀନହୀନ, ହେ ଈଶ୍ୱର ହୁଅ ଅତି ବେଗେ ମୋର ସନ୍ନିକଟ। ଅଟ ତୁମେ ମୋର ଉଦ୍ଧାରକର୍ତ୍ତା ଓ ସହାୟ, ହେ ପ୍ରଭୁ ନ କର ବିଳମ୍ବ। ଅଧ୍ୟାୟ 71 ବ୍ୟକ୍ତିଗତ ବିଳାପ ଗୀତି। ହେ ପ୍ରଭୁ ତୁମଠାରେ ମୁଁ ଶରଣାଗତ, ନ ହୁଏ ମୁଁ କଦାପି ଅପମାନିତ। କର ମୋତେ ତୁମ ନୀତିନିଷ୍ଠାରେ ମୁକ୍ତ ତଥା ଉଦ୍ଧାର, କର ମୋତେ ପରିତ୍ରାଣ ଶୁଣି ପ୍ରାର୍ଥନା ମୋର। ହୁଅ ତୁମେ ମୋ ପ୍ରତି ଏକ ଆଶ୍ରୟଶୈଳ ତଥା ରକ୍ଷାକାରୀ ସୁଦୃଢ଼ ଦୁର୍ଗ, କାରଣ ଅଟ ତୁମେ ମମ ଶୈଳ ତଥା ଦୁର୍ଗ। ହେ ଈଶ୍ୱର ମୋର, କର ମୋତେ ଦୁଷ୍ଟ ହସ୍ତରୁ ମୁକ୍ତ, କର ମୋତେ
ଅନ୍ୟାୟକାରୀ ତଥା ନିଷ୍ଠୁର ବ୍ୟକ୍ତି କବଳରୁ ମୁକ୍ତ। ହେ ପ୍ରଭୁ, ଅଟ ତୁମେ ପ୍ରତ୍ୟାଶା ମୋର, ତୁମେ ଅଟ ହେ ପ୍ରଭୁ ଯୌବନ କାଳରୁ ଭରସା ମୋର। ଜନ୍ମଦିନଠାରୁ ରହେ ମୁଁ ଆଉଜି ଉପରେ ତୁମ, କରିଅଛ ତୁମେ ମାତୃ ଗର୍ଭରୁ ମୋତେ ଗ୍ରହଣ, କରେ ମୁଁ ଅନବରତ ତବ ସ୍ତୁତି ଗାନ। ଅନେକଙ୍କ ପ୍ରତି ହୋଇଅଛି ମୁଁ ଏକ ଆଶ୍ଚର୍ଯ୍ୟ ସଂକେତ ସଦୃଶ, କିନ୍ତୁ ଅଟ ତୁମେ ମୋର ଦୃଢ଼ ଆଶ୍ରୟ। ମୁଖ ମୋର ତବ ପ୍ରଶଂସାରେ ପୂର୍ଣ୍ଣ, ଦିନ ତମାମ ତୁମ ମହିମା ଗାନରେ ପରିପୂରିତ। କର ନାହିଁ ମୋତେ ବୃଦ୍ଧାବସ୍ଥାରେ ପରିତ୍ୟାଗ, ଶକ୍ତିହୀନ ଅବସ୍ଥାରେ ମୋତେ ପରିତ୍ୟାଗ ନ କର। କରନ୍ତି ଶତ୍ରୁଗଣ ମୋର ମୋ ସମ୍ବନ୍ଧେ କଥନ, କରନ୍ତି ଯେଉଁମାନେ ମୋ ଜୀବନ ବିନାଶ ପାଇଁ ନିରୀକ୍ଷଣ, କରନ୍ତି ସେମାନେ ପରସ୍ପର ମଧ୍ୟରେ ଷଡ଼ଯନ୍ତ୍ର। କହନ୍ତି ସେମାନେ, କରିଛନ୍ତି ଈଶ୍ୱର ତାକୁ ପରିତ୍ୟାଗ, ତାର ପଶ୍ଚାତ୍ ଧାବନ ପୂର୍ବକ ତାକୁ ଧର, ତାକୁ ରକ୍ଷା କରିବା ପାଇଁ ନାହିଁ କେହି ତାର। ହେ ଈଶ୍ୱର, ହୁଅ ନାହିଁ ମୋ ଠାରୁ ଦୂର, ହେ ଈଶ୍ୱର ମମ ସାହାଯ୍ୟ କରିବା ପାଇଁ ମୋତେ ହୁଅ ସତର। ହୁଅନ୍ତୁ ଦୋଷାରୋପୀ ଗଣ ମୋର ଲଜ୍ଜିତ ତଥା ସଂହାରିତ, କରନ୍ତି ଯେଉଁମାନେ ଆଘାତ କରିବା ପାଇଁ ମୋତେ ଅନ୍ୱେଷଣ, ହୁଅନ୍ତୁ ସେମାନେ ନିନ୍ଦା ତଥା ଅପମାନରେ ଆଚ୍ଛାଦିତ। କିନ୍ତୁ କରିବି ମୁଁ ସର୍ବଦା ପ୍ରତ୍ୟାଶା ଓ କରିବି ମୁଁ ଅଧିକରୁ ଅଧିକ ତୁମ ପ୍ରଶଂସା। କରିବ ମୁଖ ମୋର ଉଦ୍ଘୋଷଣ, ଦିନ ତମାମ ତୁମ ନୀତିନିଷ୍ଠ କର୍ମାବଳୀ ତଥା ରକ୍ଷଣୀୟ କାର୍ଯ୍ୟ, ସେ ସବୁର ସଂଖ୍ୟା ମୋର ଜ୍ଞାନାତୀତ। ପ୍ରଭୁ ଈଶ୍ୱରଙ୍କ ଶକ୍ତିଶାଳୀ କର୍ମାବଳୀର ସାକ୍ଷୀ ସ୍ୱରୂପ କରିବି ମୁଁ ଆଗମନ, ତୁମର କେବଳ ତୁମ ନୀତି ନିଷ୍ଠାର କରିବି ମୁଁ ସ୍ତବଗାନ। ହେ ଈଶ୍ୱର, ଦେଇଅଛ ତୁମେ ମୋତେ ଯୌବନ କାଳରୁ ଶିକ୍ଷାଦାନ, କରେ ମୁଁ ବର୍ତ୍ତମାନ ସୁଦ୍ଧା ତୁମ ଅଦ୍ଭୁତ କର୍ମାବଳୀ ବିଜ୍ଞାପନ। ହେ ଈଶ୍ୱର, କର ନାହିଁ ବୃଦ୍ଧ ତଥା ପକ୍କ କେଶ ବୟସରେ ମୋତେ ପରିତ୍ୟାଗ, ତାହା ହେଲେ କରିବି ମୁଁ ତୁମ ଶକ୍ତି ସମ୍ବନ୍ଧେ ଆଗାମୀ ବଂଶ ମଧ୍ୟରେ ବିଜ୍ଞାପନ। ହେ ଈଶ୍ୱର, ହୋଇଛି ପରାକ୍ରମ ତଥା ନୀତିନିଷ୍ଠା ତୁମର ଆକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ। ହେ ଈଶ୍ୱର, କରେ ଯିଏ ମହାକାର୍ଯ୍ୟ, ତୁମ ଭଳି ସେପରି ଅଛି ବା ଅନ୍ୟ କେଉଁ ଈଶ୍ୱର? ଯଦିଓ ଅନେକ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ମୋତେ ତୁମେ ଦେଇଅଛ, ତଥାପି କରିବ ତୁମେ ମୋତେ ପୁନରାୟ ଉତ୍ତୋଳିତ, କରିବ ତୁମେ ମୋତେ ପୃଥିବୀର ଅଗାଧରୁ ପୁନରାୟ ଉତ୍ଥିତ। କରିବ ତୁମେ ମୋର ସମ୍ମାନ ବୃଦ୍ଧିପ୍ରାପ୍ତ, କରିବ ତୁମେ ମୋତେ ପୁନରାୟ ଆଶ୍ୱସ୍ତ। ହେ ଈଶ୍ୱର, ବିଶ୍ୱସ୍ତତା ଯୋଗୁଁ ତୁମର କରିବି ମୁଁ ବୀଣା ବାଦନ ସହ ତୁମର ସ୍ତବଗାନ। ଇସ୍ରାଏଲର ହେ ପବିତ୍ର ଜଣକ, କରିବି ମୁଁ ସାରଙ୍ଗୀ ବାଦନ ସହ ତବ ସ୍ତୁତି ଗାନ। କରିବି ମୁଁ ଯେବେ ସ୍ତବଗାନ ତୁମର, ଅଧର ମୋର ଓ ତୁମ ଦ୍ୱାରା ମୁକ୍ତ ଆତ୍ମା ମୋର କରିବ ତେବେ ସାନନ୍ଦେ ଚିତ୍କାର। ତୁମର ନୀତିନିଷ୍ଠ ସାହାଯ୍ୟ ସମ୍ବନ୍ଧେ କରିବ ଜିହ୍ୱା ମୋର ନିରନ୍ତର କଥନ, କାରଣ ଆଘାତ କରିବା ପାଇଁ କରିଥିଲେ ଯେଉଁମାନେ ମୋର ସନ୍ଧାନ, ହେଲେ ସେମାନେ ଲଜ୍ଜିତ ତଥା ଅପମାନିତ। ଅଧ୍ୟାୟ 72। ମେସିହା ସାମ। ହେ ଈଶ୍ୱର, କର ପ୍ରଦାନ ରାଜାଙ୍କୁ ତୁମର ନୀତିବୋଧ ଓ ରାଜପୁତ୍ରଙ୍କୁ ନୀତିନିଷ୍ଠା ତୁମର। କରନ୍ତୁ ସେ ତବ ସ୍ୱଜନମାନଙ୍କ ଉପରେ ନୀତିନିଷ୍ଠାର ସହ ବିଚାର ଓ କରନ୍ତୁ ସେ ତୁମ ନିର୍ଦ୍ଧନମାନଙ୍କ ଉପରେ ନୀତିବୋଧ ପୂର୍ବକ ବିଚାର। କରୁ ଉତ୍ପାଦନ ପର୍ବତ ସକଳ ଜନତା ଉଦ୍ଦେଶ୍ୟ ଐଶ୍ୱର୍ଯ୍ୟ, କରୁ ପାହାଡ଼ ସମୂହ ନୀତିନିଷ୍ଠା ପୂର୍ବକ ଉତ୍ପାଦ ଐଶ୍ୱର୍ଯ୍ୟ।
କରନ୍ତୁ ସେ ଜନତା ମଧ୍ୟରେ ଥିବା ଦରିଦ୍ରମାନଙ୍କ ପକ୍ଷ ସମର୍ଥନ। କରନ୍ତୁ ସେ ପ୍ରଦାନ ଦିନହୀନମାନଙ୍କୁ ମୋଚନ ଓ କରନ୍ତୁ ଅତ୍ୟାଚାରୀଙ୍କୁ ବିଚୂର୍ଣ୍ଣ। ସୂର୍ଯ୍ୟ ତଥା ଚନ୍ଦ୍ର ତିଷ୍ଠି ରହିବା ପର୍ଯ୍ୟନ୍ତ ହୁଅନ୍ତୁ ସେ ସମସ୍ତ ବଂଶାନୁକ୍ରମେ ଜୀବିତ। ହୁଅନ୍ତୁ ସେ କଟା ଘା ଉପରେ ପଡ଼ୁଥିବା ବୃଷ୍ଟି ସଦୃଶ ଓ ପୃଥିବୀ ପୃଷ୍ଠକୁ ସିକ୍ତ କରୁଥିବା ବର୍ଷା ତୁଲ୍ୟ। ହେଉ ତାଙ୍କ ସମୟେ ନୀତିନିଷ୍ଠା ବୃଦ୍ଧି ପ୍ରାପ୍ତ, ଯେ ପର୍ଯ୍ୟନ୍ତ ତିଷ୍ଠି ରହେ ଚନ୍ଦ୍ର। ଯେଉଁ ତାହା ହେଉ ତାହା ସେ ପର୍ଯ୍ୟନ୍ତ ପରିବର୍ତ୍ତିତ। ସମୁଦ୍ରଠାରୁ ସମୁଦ୍ର ପର୍ଯ୍ୟନ୍ତ, ନଦୀଠାରୁ ପୃଥିବୀର ସୀମା ସରହଦ ପର୍ଯ୍ୟନ୍ତ କରନ୍ତୁ ସେ ବିସ୍ତାର ତାଙ୍କ କର୍ତ୍ତୃତ୍ୱ। କରନ୍ତୁ ବିରୋଧୀମାନେ ତାଙ୍କ ସମ୍ମୁଖେ ପ୍ରଣିପାତ, ଚାଟନ୍ତୁ ଧୂଳି ତାଙ୍କ ଶତ୍ରୁଗଣ। କରନ୍ତୁ ତାଙ୍କ ଖଞ୍ଜଣା ପ୍ରଦାନ। ତାର୍ଷିଶ ଓ ଦ୍ୱୀପ ସକଳର ରାଜବୃନ୍ଦ ଘେନି ଯାଆନ୍ତୁ ସେବା ଓ ସେବାର ରାଜବୃନ୍ଦ ଉପହାର। କରନ୍ତୁ ସମସ୍ତେ ରାଜା ତାଙ୍କ ସମ୍ମୁଖେ ସାଷ୍ଟାଙ୍ଗ ପ୍ରଣିପାତ, ହୁଅନ୍ତୁ ସମସ୍ତ ଜାତି ତାଙ୍କର ସେବାରତ। କରନ୍ତି ସେ ନିବେଦନକାରୀ ଦିନହୀନ ଓ ନିଃସହାୟ ନିର୍ଦ୍ଧନକୁ ଉଦ୍ଧାର। କରନ୍ତି ସେ ଦୁର୍ବଳ ତଥା ଦିନହୀନମାନଙ୍କ ପ୍ରତି କରୁଣା ପ୍ରଦର୍ଶନ। କରନ୍ତି ସେ ଦିନହୀନମାନଙ୍କ ଜୀବନକୁ ସଂରକ୍ଷଣ। କରନ୍ତି ସେ ଅତ୍ୟାଚାର ତଥା ହିଂସାରୁ ସେମାନଙ୍କ ଜୀବନ ଉଦ୍ଧାର। ଅଟେ ରକ୍ତ ସେମାନଙ୍କ ତାଙ୍କ ଦୃଷ୍ଟିରେ ମୂଲ୍ୟବାନ। ହୁଅନ୍ତୁ ସେ ଦୀର୍ଘଜୀବୀ, ହେଉ ପ୍ରଦତ୍ତ ତାଙ୍କୁ ସେବାର ସ୍ୱର୍ଣ୍ଣ। କରାଯାଉ ପ୍ରାର୍ଥନା ତାଙ୍କ ସକାଶେ ନିରନ୍ତର, ହେଉ ନିବେଦିତ ଦିନ ସାରା ତାଙ୍କ ନିମନ୍ତେ ଆଶୀଷ। ହେଉ ଭୂପୃଷ୍ଠରେ ଶସ୍ୟ ପ୍ରଚୁର, ହେଉ ପର୍ବତମାଳାର ଶୀର୍ଷ ଉପରେ ତାହା ଦଳିତ। ହେଉ ତାହା ଲେବାନନ ସଦୃଶ ଫଳବନ୍ତ, ହେଉ ଜନତା କ୍ଷେତର ତୃଣ ତୁଲ୍ୟ, ନଗର ସବୁରେ ବୃଦ୍ଧି ପ୍ରାପ୍ତ। ନାମ ତାଙ୍କର ଚିରକାଳ ବ୍ୟାପୀ ତିଷ୍ଠି ରହୁ, ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ସୁନାମ ତାଙ୍କର ବଜାୟ ରହୁ। ହୁଅନ୍ତୁ ଲୋକେ ତାଙ୍କ ସଦୃଶ ଅନୁଗୃହୀତ, କରନ୍ତୁ ସମସ୍ତ ଗୋଷ୍ଠୀ ତାଙ୍କୁ ଧନ୍ୟ ବୋଲି ନାମିତ। ହୁଅନ୍ତୁ ପ୍ରଭୁ ଇସ୍ରାଏଲର ଈଶ୍ୱର ଧନ୍ୟ, କରନ୍ତି କେବଳ ସେ ଅଦ୍ଭୁତ କର୍ମ ସାଧନ। ହେଉ ଚିରକାଳ ବ୍ୟାପୀ ମହିମା ମଣ୍ଡିତ, ନାମ ତାଙ୍କର ଧନ୍ୟ, କରୁ ମହିମା ତାଙ୍କର ସମଗ୍ର ପୃଥିବୀକୁ ପରିପୂର୍ଣ୍ଣ। ଆମେନ୍ ଆମେନ୍। ଜେସେଙ୍କ ପୁତ୍ର ଦାବିଦଙ୍କ ପ୍ରାର୍ଥନାର ଏହା ଅଟେ ପରିସମାପ୍ତି। ଅଧ୍ୟାୟ 73। ବ୍ୟକ୍ତିଗତ କୃତଜ୍ଞତା ସ୍ତୋତ୍ର। ଅଟନ୍ତି ଯେଉଁମାନେ ଶୁଦ୍ଧ ହୃଦୟ ବିଶିଷ୍ଟ ଓ ଯେଉଁମାନେ ନ୍ୟାୟପରାୟଣ ଅଟନ୍ତି, ଈଶ୍ୱର ବାସ୍ତବତଃ ସେମାନଙ୍କ ପ୍ରତି ମଙ୍ଗଳମୟ। ହେଲା ପାଦ ମୋର ସ୍ଖଳିତ ପ୍ରାୟ, ହେଲା ପଦ ବିକ୍ଷେପ ମୋର ଖସିତ ପ୍ରାୟ। କଲି ମୁଁ ଯେବେ ଦୁଷ୍ଟମାନଙ୍କ ଐଶ୍ୱର୍ଯ୍ୟ ଉପରେ ଦୃଷ୍ଟିପାତ, ହେଲି ମୁଁ ତେବେ ଅହଙ୍କାରୀମାନଙ୍କ ପ୍ରତି ଈର୍ଷାନ୍ୱିତ। କରନ୍ତି ନାହିଁ ସେମାନେ କୌଣସି ଯାତନା ଭୋଗ, ଅଟେ ଶରୀର ସେମାନଙ୍କ ସୁସ୍ଥ ତଥା ହୃଷ୍ଟପୃଷ୍ଟ। କରନ୍ତି ନାହିଁ ସେମାନେ ଅନ୍ୟମାନଙ୍କ ଭଳି ଅନୁଭବ କୌଣସି ଦୁଃଖ କଷ୍ଟ, ହୁଅନ୍ତି ନାହିଁ ସେମାନେ ଅନ୍ୟମାନଙ୍କ ସଦୃଶ ତାଡ଼ନାଗ୍ରସ୍ତ। ସୁତରାଂ ଅଟେ କଣ୍ଠହାର ସେମାନଙ୍କ ଅହଙ୍କାର, ସେମାନଙ୍କ ବସ୍ତ୍ର ତୁଲ୍ୟ ହୁଅନ୍ତି ସେମାନେ ହିଂସା ପରିହିତ। ପରେ ମେଦରେ ଫୁଲିଥିବା ଚକ୍ଷୁ ସେମାନଙ୍କ ଅହଙ୍କାର ପୂର୍ବକ ଦୃଷ୍ଟିପାତ, ହୁଏ ହୃଦୟ ସେମାନଙ୍କ ମୂଢ଼ତାରେ ଉଚ୍ଛ୍ୱସିତ। କରନ୍ତି ସେମାନେ ପରିହାସ ତଥା ଦୁଷ୍ଟ କଥନ,
କରନ୍ତି ସେମାନେ ଅହଙ୍କାର ସମେତ ସେମାନଙ୍କ ମୁଖେ ଧମକପୂର୍ଣ୍ଣ କଥନ କରନ୍ତି ସ୍ୱର୍ଗଧାମ ବିରୁଦ୍ଧେ ସେମାନେ ସେମାନଙ୍କ ମୁଖ ଉନ୍ନୀତ କରେ ସେମାନଙ୍କ ଜିହ୍ୱା ପୃଥିବୀରେ ଅପବାଦ ପ୍ରାପ୍ତ ସୁତରାଂ କରନ୍ତି ସେମାନଙ୍କୁ ଦେଖି ଲୋକେ ପ୍ରଶଂସା ସେମାନଙ୍କର ଓ ପାଆନ୍ତି ନାହିଁ ସେମାନଙ୍କଠାରେ କୌଣସି ଦୋଷ କରନ୍ତି ସେମାନେ ପ୍ରଶ୍ନ ହେବେ ଈଶ୍ୱର କିପରି ଏହା ଅବଗତ ପରାତ୍ପର କ'ଣ ଅଟନ୍ତି ଜ୍ଞାନଯୁକ୍ତ ଦେଖ ଏହିମାନେ ହିଁ ଦୁଷ୍ଟ ବ୍ୟକ୍ତି ରହି ସେମାନେ ନିର୍ବିଘ୍ନରେ କରନ୍ତି ଧନ ସେମାନଙ୍କ ବୃଦ୍ଧି ରଖିଲେ ସାଇତି ନିର୍ମଳ ହୃଦୟର ମୋର କଲି ଧୌତ ନିଷ୍କଳଙ୍କତାରେ ହସ୍ତ ମୋର କିନ୍ତୁ ହେଲା ଏ ସମସ୍ତ ବ୍ୟର୍ଥ ରହିଲି ମୁଁ ସାରାଦିନ ହୋଇ ଆହତ ହେଲି ମୁଁ ପ୍ରତି ପ୍ରଭାତେ ଦଣ୍ଡିତ ଯଦି କହିଥାନ୍ତି ମୁଁ କହିବି ମୁଁ ମଧ୍ୟ ଏପରି କଥା ତେବେ କରିଥାନ୍ତି ମୁଁ ତୁମ ସନ୍ତାନମାନଙ୍କ ବଂଶ ପ୍ରତି ପ୍ରବଞ୍ଚନା କିନ୍ତୁ ହେବ ବା ଏହା କିପରି ମୋ ହୃଦବୋଧ କଲି ମୁଁ ଯେତେବେଳେ ଏହା ସମ୍ବନ୍ଧେ ଭାବନ ସେତେବେଳେ ହେଲା ମୋ ମନେ ଯେ ତାହା ଅଟେ କଷ୍ଟକର କିନ୍ତୁ କଲି ମୁଁ ଯେବେ ଦେବାଳୟକୁ ଆଗମନ ତେବେ କ'ଣ ବା ସେମାନଙ୍କ ପରିସମାପ୍ତି କଲି ମୁଁ ତାହା ହୃଦୟଙ୍ଗମ କରିଅଛ ତୁମେ ସେମାନଙ୍କୁ ପିଛିଳ ସ୍ଥାନେ ଦଣ୍ଡାୟମାନ ବିନାଶ ଆଡ଼କୁ ଖସି ପଡ଼ିବା ପାଇଁ କରିଅଛ ତୁମେ ସେମାନଙ୍କୁ ଅନୁମତି ପ୍ରଦାନ ହେଲେ ସେମାନେ କିପରି ନିର୍ମୂଳେ ବିନାଶ ପ୍ରାପ୍ତ ହେଲେ ସେମାନେ କିପରି ଭୟଭୀତିରେ ସମୂଳେ ଧ୍ୱଂସ ପ୍ରାପ୍ତ ଅଟନ୍ତି ସେମାନେ ଜାଗି ଉଠିବା ସମୟେ ନିଶ୍ଚିହ୍ନ ହେଉଥିବା ସ୍ୱପ୍ନ ସଦୃଶ୍ୟ ଜାଗି ଉଠି କରିଅଛ ତୁମେ ସେମାନଙ୍କ କାଳ୍ପନିକ ରୂପ ନିଶ୍ଚିହ୍ନ ହୋଇଥିଲା ହୃଦୟ ମୋର ଯେବେ ତିକ୍ତ ହୋଇଥିଲି ମୁଁ ତେବେ ମର୍ମାହତ ହେଲି ମୁଁ ତେବେ ଜଣେ ମୂଢ଼ ତଥା ଅଜ୍ଞ ସଦୃଶ୍ୟ ଥିଲି ମୁଁ ତବ ସନ୍ନିଧାନେ ଏକ ପଶୁ ସମ ତଥାପି ଅଟେ ମୁଁ ତୁମ ଗହଣେ ନିରନ୍ତର ବିଦ୍ୟମାନ କରିଅଛ ତୁମେ ମୋର ଦକ୍ଷିଣ ହସ୍ତ ଧାରଣ ଉପଦେଶ ଦେଇ କରୁଅଛ ତୁମେ ମୋ ପ୍ରତି ପଥ ପ୍ରଦର୍ଶନ ଓ କରିବ ପରେ ତୁମେ ମୋତେ ମହତ୍ତରେ ଗ୍ରହଣ ମୋର ଅନ୍ୟ କିଏ ବା ଅଛି ସ୍ୱର୍ଗଧାମରେ ତୁମ ବ୍ୟତୀତ କରେ ନାହିଁ ମୁଁ ତୁମ ବିନା ଅନ୍ୟ କାହା ପ୍ରତି ସୁଦ୍ଧା ଭୂପୃଷ୍ଠରେ ଆଗ୍ରହ ହୋଇପାରେ ଶରୀର ତଥା ମନ ମୋର କ୍ଷୟ ପ୍ରାପ୍ତ କିନ୍ତୁ ଅଟନ୍ତି ଈଶ୍ୱର ଶକ୍ତି ମୋ ହୃଦୟର ଅଟନ୍ତି ସେ ସର୍ବଦା ଅଂଶ ବିଶେଷ ମୋର କାରଣ ହୁଅନ୍ତି ଯେଉଁମାନେ ତୁମ ସମୀପରୁ ଦୂର ହେବେ ସେମାନେ ବିନାଶଗ୍ରସ୍ତ ହୁଅନ୍ତି ଯେଉଁମାନେ ତୁମ ପ୍ରତି ଅବିଶ୍ୱସ୍ତ କରିବ ତୁମେ ସେମାନଙ୍କୁ ବିଧ୍ୱସ୍ତ କିନ୍ତୁ ଈଶ୍ୱରଙ୍କ ସହ ସଂଯୁକ୍ତ ହେବା ମୋ ପ୍ରତି ମଙ୍ଗଳମୟ ନେଇଅଛି ମୁଁ ପ୍ରଭୁ ଈଶ୍ୱରଙ୍କଠାରେ ଆଶ୍ରୟ କରିବି ମୁଁ କାର୍ଯ୍ୟ ତୁମର ସମସ୍ତଙ୍କୁ ବିଜ୍ଞାପନ।